ରାମ ପୂଜା କରିବା ପାଇଁ ଗଞ୍ଜାମ ଜିଲ୍ଲା ଏବଂ ତା ପ୍ରଭାବରେ ଦଶପଲ୍ଲା ଫସପଲ୍ଲା ଅଞ୍ଚଳ ବେଶ ପ୍ରଭାବିତ। ପ୍ରତ୍ୟେକ ଆବାଳ ବୃଦ୍ଧ ବନିତା ସେଠାରେ ରାମାୟଣର କାହାଣୀକୁ ଶୁଣିବା ପାଇଁ ଆଜି ମଧ୍ୟ ଉଦ୍ଗ୍ରୀବ ହେଇକି ଅଛନ୍ତି। ସେଇ ଜାଗାରେ ଇଏ କି ପ୍ରକାର ଭାବରେ ରାବଣ ମାନେ ଆଜି ଉତ୍ପାତ କଲେ ଏ କଥା ଭାବିଲା ବେଳକୁ ଛାତି ଫାଟି ଯାଉଛି। ରାମଲୀଳା ନାଟକରେ ଯୋଉ ଅଶ୍ଳୀଳ ଦୃଶ୍ୟ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡିରେ ସେ କଳାକାର ମାନେ କରୁଥିଲେ, ରାବଣ ଚରିତ୍ରରେ ଯୋଉମାନେ ଥିଲେ ସେମାନେ ଯେଭଳି କରୁଥିଲେ, ତାକୁ ନେଇ ଆପଣଙ୍କର ମତ କଣ ରହିବ ଆଜ୍ଞା? ଇଏ ଯଦି ଆଉ ଗୋଟେ କୋଉ ଜାଗାରେ ବି ହେଇଥାନ୍ତା ତାହେଲେ ମତ ଯାହା ହେଇଥାନ୍ତା। ବର୍ତ୍ତମାନ ଏଇ ଘଟିଲା ଯୋଉ ଜାଗାରେ, ତାକୁ ଯଦି ସେ ଜାଗାର ମହତ୍ଵକୁ ନେଇକି ଯଦି ଆମେ ବିଚାର କରିବା, ତାହେଲେ ପୁରାପୁରି ଆମର ମାନେ ହିନ୍ଦୁ ମାନଙ୍କର, ଭାରତୀୟ ମାନଙ୍କର, ଓଡିଆ ମାନଙ୍କର ମୁଣ୍ଡ ତଳୁକୁ। କୋଉ ଜାଗାରେ କୋଉ ଜାଗା ବଉଳା ଭଣଜା ବିଲଙ୍ଗସ୍ ଟୁ ଆମର ଦିଗପହଣ୍ଡି ପାଖରେ ଏବଂ ଇନଫ୍ଲୁଏନ୍ସ ଅଫ ଭଞ୍ଜନଗର ବହୁତ ବେଶୀ। ଯୋଉ ଭଞ୍ଜନଗରରେ ଉପେନ୍ଦ୍ର ଭଞ୍ଜ ଜନ୍ମଗ୍ରହଣ କରିଥିଲେ, ଯିଏ ଲେଖିଥିଲେ ବୈଦେହୀଶ ବିଳାସ ଲେଖିଥିଲେ ଏବଂ ଯିଏ ମଧ୍ୟ ଗୋଟିଏ ଛାନ୍ଦ ଭିତରେ ରାମାୟଣ କାଳରେ ରାମ ପୂଜା କରିବା ପାଇଁ ଗଞ୍ଜାମ ଜିଲ୍ଲା ଏବଂ ତା ପ୍ରଭାବରେ ଦଶପଲ୍ଲା ଫସପଲ୍ଲା ଅଞ୍ଚଳ ବେଶ ପ୍ରଭାବିତ। ପ୍ରତ୍ୟେକ ଆବାଳ ବୃଦ୍ଧ ବନିତା ସେଠାରେ ରାମାୟଣର କାହାଣୀକୁ ଶୁଣିବା ପାଇଁ ଆଜି ମଧ୍ୟ ଉଦ୍ଗ୍ରୀବ ହେଇକି ଅଛନ୍ତି। ସେଇ ଜାଗାରେ ଇଏ କି ପ୍ରକାର ଭାବରେ ରାବଣ ମାନେ ଆଜି ଉତ୍ପାତ କଲେ ଏ କଥା ଭାବିଲା ବେଳକୁ ଛାତି ଫାଟି ଯାଉଛି। ଏବଂ ଏଥିରେ ବର୍ତ୍ତମାନ ଆଙ୍କ ନାଁରେ ବର୍ତ୍ତମାନ ଇଏ କୋର୍ଟରେ କେସ୍ ହେବା ଉଚିତ, ପୋଲିସରେ ଏଫଆଇଆର ଦିଆଯିବା ଉଚିତ। ଯୋଉମାନେ କରିଥିଲେ ସେମାନେ କମ୍ପିଟିସନ କରିଥିଲେ ଯେ ଯାହାର ଇଏରେ ଯାତ୍ରା 3ଟା ନା 4ଟା ପାର୍ଟି କଣ ଯାଇଥିଲେ, ଯାହାର ଶୋରେ ବେଶୀ ଲୋକ ହେବେ ତାକୁ ଆମେ ପୁରସ୍କାର ଦଉ। ତେଣୁ ବେଶୀ ଲୋକ କରିବା ପାଇଁ ଏମାନେ ଯାଇକିରି ଏଇ ପ୍ରକାର ବେଶୀ ଲୋକ, ତମେ କଣ ରାମାୟଣ ଭିତରେ କୋଉ ରାମାୟଣରେ ଲେଖା ହେଇଛି ରାବଣ ଯାଇକି ସୀତାଙ୍କୁ ଏଇଭଳି ଭାବରେ ହରଣ କରିଥିଲା? ତେଣୁ ବର୍ତ୍ତମାନ ସେମାନଙ୍କୁ ଇଏ ତା ଛଡା ସବୁ ଲୋକମାନେ ବର୍ତ୍ତମାନ ତାଙ୍କୁ ସେଇଠି ନିନ୍ଦା କରିବା ଦରକାର। ଯୋଉମାନେ ଥିଲେ ଉଦ୍ୟୋଗୀ ଥିଲେ ସେ ତ ସେଇଠି ବନ୍ଦ କରିବା କଥା। ଆଉ ତାଙ୍କ ବୟସ୍କ ମୁଁ ଶୁଣିଲି ତାଙ୍କ ବୟସ୍କ ଲୋକମାନେ ଛି ଛି କହିକି ପଳେଇ ଆସିଲେ। ଯାହା ଭାଗ୍ୟ ଭଲ ସେ ଛି ଛି କହିନାହାନ୍ତି, ସେ କହିନାହାନ୍ତି ଯେ ଛି ଲୋ ଜନି ଛି, ଏ କଥା କହିନାହାନ୍ତି, ଭାଗ୍ୟ ଭଲ। ତେଣୁ ଆଜି ଯଦି ଉପେନ୍ଦ୍ର ଭଞ୍ଜଙ୍କର ରାମଭଦ୍ରଙ୍କର କ୍ଷେତ୍ରରେ ଯେ ରାମ ତାରକ ମନ୍ତ୍ରରେ ସିଦ୍ଧି ଲାଭ କରିଥିଲେ, ସେ ଜାଗା ଦାୟାଦ ମାନେ ମଉଳା ଭଣ୍ଡା, ପୁଣି ସେ ଅଞ୍ଚଳରେ ବହୁତ ଅଛନ୍ତି, ବ୍ରାହ୍ମଣ ମଧ୍ୟ ଅଛନ୍ତି, ଆଉ ଭଲ ଗୌଡ଼ ବହୁ ସଂଖ୍ୟାରେ ଅଛନ୍ତି। ସେମାନଙ୍କ ପାଖରେ ଯଦି ଏଇଭଳି ପ୍ରକାର ଆଚରଣ ଆଉ ଉଚ୍ଚାରଣ ଆମେ ଦେଖିଲେ, ତାହେଲେ ୟାଠୁ ବଳିକି ଆଉ ନିନ୍ଦନୀୟ ବ୍ୟାପାର କଣ ଅଛି? ଏବଂ ଆକୁ ସମସ୍ତ ଟିଭି ଖାଲି ଶୋ ଦେଖେଇଲେ, ସେ ମଧ୍ୟ ମାନେ କ୍ରିଟିସାଇଜିଂ ଦି ଅବସ୍କିନିଟି, ଏମାନେ ମଧ୍ୟ ଅବସ୍କିନିଟି ତାକୁ ପ୍ରଚାର କଲେ। ଇଏ ଆହୁରି ଦୁର୍ଭାଗ୍ୟଜନକ। ଆକୁ ପ୍ରଚାର କରିବାର ନଥିଲା, ଆକୁ ସୀତାଙ୍କର ଚରିତ୍ର ହନନ କରାଗଲା, ସମଗ୍ର ରାମାୟଣର ମହତ୍ଵକୁ ପୋଡି ଜାଳି ଛାରଖାର କରିଦିଆଗଲା। ଆଉ ତମେ ଯିଏ ଏଟା କଲା ସେ ପୁଣି ଅଗ୍ନି ପରୀକ୍ଷାର ଚିତ୍ରଟା ଦବ କେମିତି? ସୀତାଙ୍କର ଯୋଉ ଅଗ୍ନି ପରୀକ୍ଷା ହେଇଥିଲା ତାକୁ ପୁଣି ସେ ଦେଖେଇବ କେମିତି? ପ୍ରଥମେ ଦେଖିଲେ ଯାତ୍ରା ପେଣ୍ଡାଲରେ ଆଗରୁ ଅଶ୍ଳୀଳ ନାଚ ବିଷୟରେ କୁହାଯାଉଥିଲା, ଏବେ ସଂସ୍କୃତିର ଗୋଟେ ଅଶ୍ଳୀଳତା ଦେଖାଯାଉଛି। ଏହାକୁ ନେଇକି ସରକାର କିଛି ପଦକ୍ଷେପ ନେବା ଦରକାର କି? ସବୁ କାହିଁ ସରକାର କରେ ମୁଁ ସେଟା ବି ବୁଝିପାରେନି। ଏଟା କଣ ଲୋକମାନେ କିଛି କହିପାରିବେନି? ଲୋକମାନେ ଦାବି କରିପାରିବେନି? ଏବେ ତମେ ଯାହାକୁ ସରକାର ଚଳେଇବାର ବ୍ୟବସ୍ଥାଟା ଶିଖିଛ ଯୋଉ ବ୍ରିଟିଶ ସରକାରଠୁ, ସେ ବ୍ରିଟିଶ କଣ ନିଜେ କିଛି କରୁଥିଲା? ସତୀଦାହ ପ୍ରଥା କଣ ବ୍ରିଟିଶ ବାଲା ଆରମ୍ଭ କରିଥିଲେ? ସେ ଲୋକ ଖଞ୍ଜିଦେଲେ, ଅଣ ହିନ୍ଦୁ ଲୋକଙ୍କୁ ରାଜା ରାମମୋହନ ରାୟ ଭଳିଆ ଅଣ ହିନ୍ଦୁ ଲୋକଙ୍କୁ ଖଞ୍ଜିଦେଲେ, ସିଏ ପାଟି କଲା ଯେ ସତୀଦାହ ପ୍ରଥା ବନ୍ଦ କର। ବାଲ୍ୟ ବିଧବାକୁ ବିଧବା ବିବାହ ପ୍ରଥାକୁ ଚଳେଇବା ପାଇଁ ସେ ବ୍ରିଟିଶ ବାଲା କରିଥିଲେ? ସେଇ ହିନ୍ଦୁ ଲୋକମାନଙ୍କୁ ଲଗେଇଦେଲେ, ଯୋଉମାନେ ଏଠି ପଢୁଥିଲେ ୱିଲିୟମ ପ୍ରେସିଡେନ୍ସି କଲେଜ କି କଣ କଲକତାରେ ପଢିଥିଲେ, ସେମାନେ ପାଟିତୁଣ୍ଡ କରିକି ସେ ବାଲ୍ୟ ବିବାହକୁ ଯୋଉ ନିଷେଧ କଲେ, ସେ ଯୋଉ ଥିଓସଫିକାଲ ସୋସାଇଟି, ସେ ଥିଓସଫିକାଲ ସୋସାଇଟିରେ କିଛି ହିନ୍ଦୁଙ୍କୁ ପୁରେଇକିରି ସେଇମାନେ କହିଲେ ସରକାର ବାଧ୍ୟ ହେଇକିରି କଲେ। ଏଇଟା ତାଙ୍କର ହଉଛି ଇଏ ପ୍ଲାନ, ଡିପ୍ଲୋମାସି। ତମେ ସେଇଟା କରୁନ। ବର୍ତ୍ତମାନ ଲୋକମତ କହିଲେ ସରକାର ବାଧ୍ୟ ହବ? ସରକାର ବାଧ୍ୟ ହବନି କାହିଁକି? ସରକାର ଏହାକୁ ବନ୍ଦ କରିବା ପାଇଁ ତାର ଆଉ ସେନ୍ସର କରିଦବ, ସେଠି ପ୍ରିୟାପିସି ଶୋଷଣ ହବ, ମାଲପାଣି ଦିଆନିଆ ହବ, ଆଉ କଣ କଣ ହବ, ସାର୍ଟିଫିକେଟ ପାଇଗଲେ କଣ ହେଇଯିବ? ସେନ୍ସର ନୁହେଁ,
ଏହା ପାଇଁ ପ୍ରଚଣ୍ଡ ଜନମତ ଦରକାର ଆଉ ଏଟାକୁ କଗ୍ନିଜେବଲ ଅଫେନ୍ସ କରିବା ଦରକାର। ସାର୍ ଯାତ୍ରାରେ ଯିଏ ରାବଣ ଚରିତ୍ରରେ ଯିଏ ଅଭିନୟ କରୁଥିଲେ ଯଦି ହୁଁ ତାଙ୍କ ନାଁରେ କେସ୍ ହୁଏ ତାଙ୍କୁ ହୁଁ କଣ କୋର୍ଟ ଦଣ୍ଡ ଦେବେ ବୋଲି ଆପଣ ଭାବୁଛନ୍ତି? ତମ ଆଇନ ସେମିତି ଅଛି। ସେ ଯୋଉ ଆଇନରେ ଯୋଉ କଥା ହେଲେ ଦଣ୍ଡନୀୟ, ମୁଁ ତାଇ ହିଁ ତ କହିଲି ନା, କଗ୍ନିଜେବଲ ଅଫେନ୍ସ, ଧର୍ତ୍ତବ୍ୟ ଅପରାଧ ଯଦି ତାଲିକାରେ ଆସିବ ତାହେଲେ ହବ। ଧର୍ତ୍ତବ୍ୟ ଅପରାଧ ତାଲିକାରେ ନ ଆସିଲେ ଦଣ୍ଡିତ ହବ କେମିତି? ଆପଣ ସାର୍ ସେ ଯୋଉ ଚରିତ୍ର ମାନେ ଅଭିନୟ କରୁଥିଲେ ତାଙ୍କର ଏଇ ଯୋଉ ଅଭିନୟକୁ କୋଉ କଡା ଶବ୍ଦରେ ନିନ୍ଦା କରିବେ? ତା ପାଇଁ ତ ଶବ୍ଦ ନାହିଁ, କି କଡା ଶବ୍ଦ କଣ କଡା, ଆଙ୍କ 14 ପୁରୁଷକୁ ଗାଳି ଦେଲେ ବି ଆଉ କଣ, ଯାହା ହେଇଗଲା, ପକେଇଲା ଛେପ ଆଉ ଫୋପାଡ଼ିଲା ଟେକା, ଆକୁ କଣ ଆଉ କରେକ୍ସନ କରିହବ? କରିହବନି ନା। ତାକୁ କିନ୍ତୁ ସରକାର ଏଭଳି ଯେମିତି ବର୍ତ୍ତମାନ ହେଲା, ଏଇ ଯୋଉ ଡିଜେ ବାଜିବା ଠାକୁରାଣୀଙ୍କ ଆଗରେ ବା ଗଣେଶଙ୍କ ଆଗରେ ବା ସରସ୍ୱତୀଙ୍କ ଆଗରେ, ଯୋଉ ସବୁ ଠାକୁରାଣୀ ଡିଜେ ବାଜୁଥିଲା, ଆଉ ସେ ଡିଜେ ବାଜା ଶୁଣିକିରି ବି ଲୋକ ମଲେ, ସେଟା ତ ଗୋଟେ ପ୍ରକାର ବର୍ତ୍ତମାନ ଇଏ ହେଇଗଲା। କିନ୍ତୁ ତଥାପି କୋହଳ ନୀତି ଆମେ ଗ୍ରହଣ କରୁଛେ। ଧାର୍ମିକ ବ୍ୟାପାରରେ, ସାଂସ୍କୃତିକ ବ୍ୟାପାରରେ, ନୈତିକତାର ବ୍ୟାପାରରେ ସରକାର କୌଣସି ପ୍ରକାର ନେବା ଉଚିତ, କୋହଳ ନୀତି ଗ୍ରହଣ କରିବା ଉଚିତ ନୁହେଁ। ଏଠି ଷ୍ଟ୍ରିକ୍ଟ ଆମକୁ ଗୋଟିଏ କଥା, ବାବୁ ତମେ ଏଟା କରିପାରିବ ନାହିଁ। ସେ ରାମ ଆଉ ସୀତା ଯାହାଙ୍କୁ ଆମେ ଭଗବାନ ଦେବତା କହୁଛେ ତାଙ୍କ ଭଳିଆ ଚରିତ୍ରକୁ ଏମିତି ଯୋଉମାନେ ଅଶ୍ଳୀଳତାରେ ଦେଖଉଛନ୍ତି, ଅପମାନରେ ଦେଖଉଛନ୍ତି, ତାଙ୍କୁ ଆପଣ କଣ କହିବେ? ସେ ଯୋଉ ନିର୍ଦ୍ଦେଶକ ଅଛନ୍ତି, ଯାତ୍ରାବାଟି ମାଲିକ ଅଛନ୍ତି, କଣ କହିବେ? ସିଏ ତ ହେଲେ ଅର୍ଥଲୋଲୁପତା ତାଙ୍କୁ ଗ୍ରାସ କରିଛି, ଶସ୍ତା ଯଶପ୍ରିୟତା ତାଙ୍କୁ ଯଶ ଲାଭ କରିବାର ଆତୁରତା ତାଙ୍କୁ ଗ୍ରାସ କରିଛି। ତାଙ୍କୁ କହିବ କଣ? ସେ କଣ ଜାଣିନା, ସେ କୁନି ପିଲା ନା, ତାଙ୍କର ନାହିଁ, ଜ୍ଞାନ ନାହିଁ? ସେ ତ ଜାଣିକି କରୁଛନ୍ତି, ଏମିତି କରି ଆମେ ଫାଷ୍ଟ ହେଇଯିବୁ। ଆରେ ଦେଉଳ ତୋଳିଲେ ଫାଷ୍ଟ ହୁଅନ୍ତୁ, ଦେଉଳ ତୋଳିଲେ ନା ପଡେ, ନହେଲେ ବାଟରେ ଝାଡା ଫେରିଲେ ନା ପଡେ। ଆଉ ଇଏ ତ ସେଇଆ, ଆଉ କଣ, ଆଉ ତାଙ୍କୁ କହିବ କଣ? ସେୟା କରୁଛନ୍ତି। ଆଉ ମୁଁ ତ ବେଶୀ ଦୁଃଖିତ ଏଇଥିପାଇଁ ଯେ ଇଏ ହଉଛି ରାମ ଭକ୍ତ ମାନଙ୍କର ସ୍ଥାନ। ତମେ ସେଠି କେମିତି, ସେ ଜାଗାର ଲୋକ ଯୋଉଠି ଆଜି ମଧ୍ୟ ରାମାୟଣ ଘରେ ଘରେ ପଢ, ଆଜି ମଧ୍ୟ ଗଞ୍ଜାମ ଜିଲ୍ଲା ସହିତ ମୋର ଯୋଉ ସମ୍ପର୍କ, ମୁଁ ଜାଣେ ସେଠି ରାମଙ୍କ ପାଇଁ ଅନେକ ଲୋକଙ୍କ ମନରେ ରାମାୟଣ ପଢିବା ପାଇଁ ଆଗ୍ରହ ଅଛି। ସେମାନେ ଆକୁ କଣ, ତାଙ୍କ ପାଇଁ ଏଟା ଅତି କଦର୍ଯ୍ୟ କଥା। ତାଙ୍କୁ ଦଣ୍ଡିତ କରାଗଲା, ତାମାନେ ଦର୍ଶକ ମାନଙ୍କୁ ଦଣ୍ଡିତ କରାଗଲା। ତାଙ୍କ ପାଇଁ ତ କିଛି ଦଣ୍ଡ ନାହିଁ, ଆଉ କଣ? ଯୋଉ ଦର୍ଶକ ମାନେ ସେଠି ଦେଖୁଥିଲେ ସେମାନେ ମଧ୍ୟ କିଛି କହିଲେନି, ୟା ସେ ଉପରେ ସାର୍ କଣ? ଉଠିକି ପଳେଇ ଆସିଲେ, ବା ବୟସ୍କ ଲୋକମାନେ ପଳେଇ ଆଇଲେ। ଏଇ ଯୋଉ ଟୋକା ମାନଙ୍କୁ ଆମେ କରିଦେଇଛେ, ମଦୁଆ ଛାଡି ଦେଇଛେ ରାସ୍ତାରେ, ସେମାନେ ସବୁ ଦେଖିଲେ ବସିକି। 3ଟି ଯାକ ଦଳ କରିଛନ୍ତି, ଗୋଟିଏ ଦଳ ନୁହେଁ। ଗୋଟିଏ ଦଳ ଏଭଳି କରିନି, 3ଟି ଯାକ ଯେତକ ଥିଲେ 3 ଜଣ ଯାକ କରିଛନ୍ତି, ଭିନ୍ନ ଭିନ୍ନ ଭାବରେ। ତେଣୁ ସମଗ୍ର ଭାବରେ ସେ ସଂଗଠନଟିକୁ ବା ସେ ସଂଗଠନର ଯେ ଆୟୋଜକ, ଯେ ପ୍ରାୟୋଜକ, ତାଙ୍କ ନାଁରେ ଇଏ କରିବା ଦରକାର। ହଁ, ଏମିତି ଗୋଟାଏ ଆଇନ ଅଛି ଯେ ଧାର୍ମିକ ଭାବନାକୁ ଆଘାତ କଲେ ଯୋଉ ସାମାଜିକ ବିଶୃଙ୍ଖଳା, ଆଇନ କାନୁନର ପରିସ୍ଥିତି ସୃଷ୍ଟି ହୁଏ, ସେ ଦିଗରେ ମଧ୍ୟ ତାଙ୍କ ନାଁରେ ନିଆଯାଇ ପାରିବ, ଦଣ୍ଡ କରାଯାଇ ପାରିବ। କିନ୍ତୁ ସେଥି ସବୁ ପଛରେ ପ୍ରବଳ ଜନମତ ଦରକାର। ଜନମତଟା ସରକାରଙ୍କ ପାଖରେ ପହଞ୍ଚିବା ଦରକାର, ଏବଂ ସେଇଥିରେ ଗଣମାଧ୍ୟମ ତାକୁ ଦେଖେଇକିରି ନିଜର ପ୍ରଚାର ପ୍ରସାର କରିବା ଅପେକ୍ଷା ମତଟା କିଭଳି ଭାବରେ, କଥାଟା ଉପଯୁକ୍ତ ଭାବରେ ଜନମତରେ ରୂପାନ୍ତରିତ ହେବ, ତାହା ଦେଖିବା ମଧ୍ୟ ଗଣମାଧ୍ୟମର ଦାୟିତ୍ୱ।